ରାମନବମୀ ଉପଲକ୍ଷେ ଉତ୍ସବମୁଖର ସୁକିନ୍ଦାଗଡ଼। ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦାଗଡ଼ରେ ଶ୍ରୀରାମ ନବମୀ ଅବସରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ସୁକିନ୍ଦାଗଡ଼ ରାମ ମନ୍ଦିର କମିଟି ଶ୍ରୀରାମ ସେନା ପକ୍ଷରୁ ମନ୍ଦିର ପରିସର ଓ ଅଞ୍ଚଳକୁ ଧ୍ୱଜ ଓ ତୋରଣରେ ସୁସଜ୍ଜିତ କାର୍ଯ୍ୟ ଆରମ୍ଭ ହୋଇଥିବା ଗୁରୁବାର ସକାଳୁ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ପର୍ବକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ସୁକିନ୍ଦା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏନେଇ ଥାନାରେ ଶାନ୍ତି କମିଟି ବୈଠକ ଡକାଯାଇ ପର୍ବ ପାଳନର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି। ଆସନ୍ତା ଶୁକ୍ରବାର ଦିନ ରାମନବମୀ ପୂଜା ବିଧି କାର୍ଯ୍ୟ ହେବାକୁ ଥିବାବେଳେ ରବିବାର ସୁକିନ୍ଦାଗଡ଼ର ରାମ ମନ୍ଦିରରେ ସୀତା ବିବାହ ଉତ୍ସବ ମହାଡମ୍ବରରେ ପାଳିତ ହେବ। ଏହାସହ ରାମାୟଣ ଗ୍ରନ୍ଥ ଶ୍ରବଣ କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିବ। ଶେଷ ଦିନ ଅର୍ଥାତ୍ 9 ତାରିଖ ଅପରାହ୍ନ 2ଟା ଠାରୁ ଶ୍ରୀରାମ ସେନା ପକ୍ଷରୁ ସୁକିନ୍ଦାଗଡ଼ରେ ବିଶାଳ ଶୋଭାଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ହୋଇଯାଇଛି। ଏପରିକି ଶାନ୍ତି କମିଟିର ନିଷ୍ପତ୍ତି ଅନୁଯାୟୀ ରାମନବମୀ ଓ ସୀତା ବିବାହ ଉତ୍ସବ ଦିନ ସୁକିନ୍ଦାଗଡ଼ ଅଞ୍ଚଳରେ ଆମିଷ ବିକ୍ରୟ ଓ ସେବନକୁ ନିଷେଧ କରାଯାଇଛି। ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ପକ୍ଷରୁ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚେତନତା କରାଯାଇଛି।